ଆଜି ମୋ ସିନ୍ଦୁରର ଅଧିକାର ସିରିଆଲରେ ଦେଖିବାକୁ ପାଇବେ ଧନଶ୍ରୀ ହଠାତ୍ ଆଦିକୁ ପଚାରିବେ, ଆଦି ତୁ କ'ଣ ଏ ଝିଅର ପାଷ୍ଟ କଥା ଆଗରୁ ଜାଣିଥିଲୁ? ସେଇଠୁ ମୁକ୍ତି ଥାଇ କହିବେ, ହଁ ସେ ମୋତେ ବହୁତ ଭଲ ଭାବରେ ଜାଣିଛନ୍ତି। ଆଉ ସମସ୍ତଙ୍କ ସାମ୍ନାରେ ଆଦି ମୋ ମଥାରେ ସିନ୍ଦୁର ପିନ୍ଧାଇଛନ୍ତି, ମୋତେ ମୋ ଅଧିକାର ଦେଇଛନ୍ତି। ଆଉ ସେସବୁ ମୁଁ କେମିତି ଭୁଲିଯିବି? ତାପରେ ଆଦି କହିବେ, ସେ ଫାଲତୁ କଥା ସବୁ ବନ୍ଦ କର, ଆଉ ମୁଁ ତମକୁ ମୋ ସ୍ତ୍ରୀ ବୋଲି ମାନିପାରିବିନି। ପୁଣି ମୁକ୍ତି କହିବେ, ତମକୁ ତ ମାନିବାକୁ ପଡ଼ିବ, କାରଣ ମୁଁ ଏ ଘରର ବୋହୂ ହେବାର ସୌଭାଗ୍ୟ ଆଉ ସ୍ତ୍ରୀ ହେବାର ଅଧିକାର ନେଇସାରିଛି। ଆଉ ସେସବୁକୁ ଛାଡ଼ିକିନା ମୁଁ ଏବେ କୁଆଡ଼େ ବି ଯିବିନି। ସେଇଠୁ ମୁକ୍ତି ଗୋଟେ ସିନ୍ଦୁର ଫରୁଆ ଆଣନ୍ତି ଆଉ ଆଦିଙ୍କୁ କୁହନ୍ତି, ଏଇ ନିଅ ଆଉ ଥରେ ମୋ ମଥାରେ ସିନ୍ଦୁର ପିନ୍ଧାଇ ଦିଅ। ତାପରେ ଆଦି ରାଗିଯାଆନ୍ତି ଆଉ ସିନ୍ଦୁର ଫରୁଆଟିକୁ ଫିଙ୍ଗି ଦିଅନ୍ତି। ପୁଣି କହିବେ, ତମେ କ'ଣ ମୋତେ ଯାହା ବି କହିବ ମୁଁ ତାହା ମାନି ନେବି? କେବେ ବି ନୁହଁ, ଭୁଲଟା ହେଉଛି ଭୁଲ, ଚାଲିଯାଅ ଏଠୁ। ତାପରେ ମୁକ୍ତି ଆଦିର ହାତକୁ ଧରି ପକାନ୍ତି ଆଉ ଗୋଟେ ରୋମାଣ୍ଟିକ ମୁଡ୍ରେ ଆଦିକୁ ସେମିତି ଚାହିଁ ରହିଥାନ୍ତି। ତ ଆଜି ଏମିତି କିଛି ଫାଣ୍ଟାଷ୍ଟିକ୍ ଏପିସୋଡ୍ ଦେଖିବାକୁ ପାଇବେ।